କୃଷ୍ଣଙ୍କର ଆଧାର କାର୍ଡ ଲିଙ୍କ କେଉଁ ଜାଗାରେ ଅଛି ଯାହା ଶାସ୍ତ୍ର କହିଛି। କଣ କହିଲା ଶାସ୍ତ୍ର? କହିଲା ବ୍ରଜେ ପ୍ରସିଦ୍ଧ ମନବ ନିତ୍ୟ ଚୌରମ ବ୍ରଜାଙ୍ଗନାନାମ ବକୁଳେନ ଚୌରମ ଅନେକ ଜନ୍ମ ମୁଦିତ ପାପ ଚୌରମ ବ୍ରଜାଙ୍ଗନାନାମ ଗୁରୁ ସମରମାନି। ଶୁଣନ୍ତୁ ବି ବୁଧନ ଆଜ୍ଞା ଶୁଣନ୍ତୁ ବି ବୁଧନ ଶୁଣନ୍ତୁ ବି ବୁଧନ ଯାହା କିଛି ନ୍ୟାୟମାନ ଆଜ୍ଞା ଯାହା କିଛି ନ୍ୟାୟମାନ ହେବ ଗାୟନ ହେ ଶୁଣନ୍ତୁ ବି ବୁଧନ। ମଥୁରାରେ ଜନ୍ମିଲେ ଗୋପପୁରରେ ବଢିଲେ ଆଜ୍ଞା ଗୋପପୁରରେ ବଢିଲେ ମଥୁରାରେ ଜନ୍ମିଲେ ଗୋପପୁରରେ ବଢିଲେ ଆଜ୍ଞା ଗୋପ କଟକ ବଢିଲେ ଆଜ୍ଞା ଭକ୍ତରତି ଦଶ ଭୋଗ ଆଜ୍ଞା ଭକ୍ତରତି ଦଶ ଭୋଗ ବାନସ ଦିଲେ ଶୁଣନ୍ତୁ ଆଜି ତମମାନଙ୍କର କଥାବାର୍ତ୍ତା ଭାଷା ପ୍ରତିକ୍ରିୟାରୁ ମୁଁ ଆଜି ବିଷୟ ଦେବି। ବିଷୟ ହେଲା ଯେ କୃଷ୍ଣ ହେଲେ ନାୟକ ଖଳନାୟକ ସବୁ କିଛି। କୃଷ୍ଣକୁ ଗୋପପୁର ବାଲା କହିଲେ ଆମର କୃଷ୍ଣ, ମଥୁରା ବାଲା କହିଲେ ଆମର କୃଷ୍ଣ ନାଇଁ। ସେ ଅଷ୍ଟପାଟ ବଂଶୀ ସାର୍ ଗାଉଥିଲେ, ଅଷ୍ଟପାଟ ବଂଶୀ କହିଲେ ସେ ମୋର ସ୍ୱାମୀ, ଏ ଗୋପୀ ମାନେ କହୁଛି ସେ ମୋର ସ୍ୱାମୀ। ଦ୍ୱାରିକାରେ ଯେତେବେଳେ ରାଜା ହେଇଗଲେ ଦ୍ୱାରିକା ବାଲା କହିଲେ ନାଇଁ ସେ ଆମର ଗୋଟାପଣେ କୃଷ୍ଣ ହେଲା କି। ଏମିତି କଥା ହଉକା ତାଙ୍କର ଆଧାର କାର୍ଡ ଟା ବର୍ତ୍ତମାନ କେଉଁସିଟା ଲିଙ୍କ ହେଇପାରୁନି। ତେଣୁ ଆଧାର କାର୍ଡ ଲିଙ୍କ ନହେଲେ କିଛି ମିଳିବନି ନାଇଁ କି। କଣ ଘର ଆଉ କହୁଛ? ତେଣୁ ଆଧାର କାର୍ଡ ତମେ ଲିଙ୍କ କରିଦିଅ। ଆଜି କୃଷ୍ଣଙ୍କର ଆଧାର କାର୍ଡ ତାଙ୍କ ଆଡ୍ରେସ ଆକ୍ଚୁଆଲି କଣ ହବ ବୁଝିହେଲା? ତାଙ୍କ ଠିକଣା କଣ? କୃଷ୍ଣଙ୍କର ଠିକଣାଟା କଣ? କିନ୍ତୁ ଗୋପାଳ ସମାଜ ବାଲା କହୁଛି ଆମର ଗୋଟାପଣେ, ଆମେ ଖାଲି କାନ୍ଧରେ ବୁଲିକିନା ଦୋଳ ଯାତ୍ରା କରୁଛୁ। କ୍ଷତ୍ରିୟ କୁଳର ବଂଶଧର ମାନେ କହୁଛନ୍ତି ଆମର, ସୂର୍ଯ୍ୟବଂଶୀ ବାଲା କହୁଛି ଆମର, ଚନ୍ଦ୍ରବଂଶୀ ବାଲା ବି ମଝିରେ କହିଛନ୍ତି ଶାସ୍ତ୍ର ପ୍ରମାଣ ଅନୁସାରେ ଆମର। ତେଣୁ ମତେ ତମେ ଆଧାର କାର୍ଡ ତାଙ୍କର ଲିଙ୍କ କରିଦିଅ। ଆଜି ଯୋଉଟା ଲିଙ୍କ ହବ କୃଷ୍ଣ ତାଙ୍କର ଚାଲୁ লিংক করো বাজারটা কম করিয়া কইব বাজার শ্রদ্ধেয় আকাশ সার্থ গুরুকল্প মীমাংসা যেতে বাটরে থাউ না কাহিঁকি যাহা জানিଛନ୍ତି উপস্থাপনা করিবা। বিদ্যার বিবাদর সারଙ୍କ সহিত ଟିକେ କଥାବାର୍ତ୍ତା ପକେଇ ଆଜିକାଲି ଆଜ୍ଞା ଯିଏ ଯୁକ୍ତି କଲା ରାନ୍ଧା ମାରିଲା ଆଉ ଯିଏ ଭଣ୍ଡ ଗାଇବ ସେ ଭାଇରାଲ ହଉଛି। ମୁଁ ଗୋଟେ ଭିଡିଓ ବୋଧ ହୁଏ ଦେଖିନଥିଲି, ଏବେ ଦେଖିଲି। ମୋର ସମସ୍କନ୍ଦ ସମବୟସ୍କ ହୁଏତ ସାର୍ ହେଇପାରେ, ସାର୍ଙ୍କୁ କିଛି କଥାବାର୍ତ୍ତା କରିଛି ଏଟା ବହୁତ ନିନ୍ଦନୀୟ। ଦଣ୍ଡ ସଂସ୍କୃତି ଭିତରେ ନିନ୍ଦନୀୟ ଚାଲିଛି। ଧନରେ ବସୁଦେବ ସୁତମ ଦେବ কংস দারুণ মর্দন দেবকী পরমানন্দ কৃষ্ণ বন্দে জগত গুরু। কৃষ্ণଙ୍କର ଆଧାର କାର୍ଡ ଲିଙ୍କ କେଉଁ ଜାଗାରେ ଅଛି ଯାହା ଶାସ୍ତ୍ର କହିଛି। କଣ କହିଲା ଶାସ୍ତ୍ର? କହିଲା ବ୍ରଜେ ପ୍ରସିଦ୍ଧ ମନବ ନିତ୍ୟ ଚୌରମ ବ୍ରଜାଙ୍ଗନାନାମ ବକୁଳେନ ଚୌରମ ଅନେକ ଜନ୍ମ ମୁଦିତ ପାପ ଚୌରମ ବ୍ରଜାଙ୍ଗନାନାମ ଗୁରୁ ସମରମାନି। ଶୁଣନ୍ତୁ ବି ବୁଧନ ଆଜ୍ଞା ଶୁଣନ୍ତୁ ବି ବୁଧନ ଶୁଣନ୍ତୁ ବି ବୁଧନ ଯାହା କିଛି ନ୍ୟାୟମାନ ଆଜ୍ଞା ଯାହା କିଛି ନ୍ୟାୟମାନ ହେବ
କାହାର ଏ କୃଷ୍ଣ କେଉଁ ସୀମାରେ ଏବଂ କେଉଁ ରାଜ୍ୟରେ ଆଧାର କାର୍ଡ ତାଙ୍କର ଲିଙ୍କ ଅଛି ଜଗନ୍ନାଥ ଦାସ ପ୍ରମାଣ ଦେଲେ ମୋର ଭକ୍ତ ମୋର ମିତ୍ର ସେ କରେ ଜଗତ ପବିତ୍ର। ভগবানଙ୍କର ସାନ୍ନିଧ୍ୟ ଲାଭ ପାଇବା ପାଇଁ ଅନେକ ଜନ୍ମରୁ ତପସ୍ୟା କରି କରି ଗୋପପୁର ବାସୀ ମାନେ ଭକ୍ତ ରୂପରେ ଜନ୍ମ ହୋଇଥାନ୍ତି। ତେଣୁକରି ମଥୁରାପୁରରେ ଜନ୍ମ ହେଲେ ବି ସୁଦ୍ଧା ସେ ଗୋପପୁରରେ ପ୍ରସିଦ୍ଧ ଚୋର କୃଷ୍ଣ ହେଉଛନ୍ତି ଆଜ୍ଞା ଗୋପପୁରରୁ। ଏଠେ ଜନ୍ମ ହେଲେ ଏଠେ ରହିଲେ ଆଜ୍ଞା ଆଡ୍ରେସଟା ବର୍ତ୍ତମାନ କ୍ଲିୟର ହେଇନି। କ୍ଲିୟର ହେଇନି ମୁଁ ଆଜ୍ଞା ପ୍ରମାଣଟା ଦେଲି ଯେ ଗୋପପୁରରେ ବ୍ରଜ ପ୍ରସିଦ୍ଧ ନବନୀ ବ୍ରଜପୁରରେ ଭଗବାନ କୃଷ୍ଣ ହେଉଛନ୍ତି ବ୍ରଜପୁରର ଅଧିକାରୀ ବୋଲି ମୁଁ ଗୋଟେ ମତ ଦେଲି। ବର୍ତ୍ତମାନ ସାର୍ ପୁଣି ଦ୍ୱାରକା କଥା କହିବେ ନା ମୋ କଥାଟା ଶୁଣ ଆଜ୍ଞା ଏଟା ମୋ ଜାଳିଆ କଥାଟା ଧୀରେ ଧୀରେ ଯିବା। ଠିକ ଅଛି ଆଧାର କାର୍ଡ ବର୍ତ୍ତମାନ ପ୍ରିଣ୍ଟ ଅବସ୍ଥାକୁ ଯାଉଛି ବାସ୍ କମ୍ପ୍ୟୁଟରରେ ବର୍ତ୍ତମାନ ଲୋଡ ହେଲା ବାସ୍, ବାସ୍। ଲୋଡ ହେଲା ପରେ ଶ୍ରୀ କୃଷ୍ଣ ଆସିଛି ଆଜ୍ଞା ତା ବାପା ନା ଆସିନି ପିତା ତମେ କନଫର୍ମ କରିପାରିନ ଚାଲୁ চলো তুমি এ ভজে জগৎ সমস্ত পাপ খণ্ডন সুভক্ত চিত্তরঞ্জন সৈদেব নন্দন সপুষ্য পুষ্যমস্তক সুনা বেণুর হস্তক অনগরুণ সাগর নমামি কৃষ্ণ নাগর। আজ্ঞা কথা ক্লিয়র করে নেউছি যে সদেব ଯିଏ ହେଉଛନ୍ତି ବସୁଦେବଙ୍କର ନନ୍ଦନ ଯାହାକୁ କଂସ ଭୟରେ ନିଜେ ପିତା ନେଇ ଗୋପପୁରରେ ରଖିଲେ। ତେଣୁ ସାର୍ ଆପଣଙ୍କ କଥା କୁଆଡ଼େ ଥାଉ ନା କାହିଁକି ଆପଣ କହୁଛନ୍ତି ଯେ ପ୍ରକୃତ କୃଷ୍ଣ ହେଉଛନ୍ତି କାହାର ନାଇଁ କି କଥାଟା ଏଇଠି ପ୍ରମାଣ ରହିବ। ଆଜ୍ଞା ଲକ୍ଷ୍ୟ କରନ୍ତୁ ଭଗବାନ କୃଷ୍ଣଙ୍କୁ ଯେତେବେଳେ ବସୁଦେବ ଜନ୍ମ ବେଳେ ମୁଣ୍ଡ ତଳେ ବହି ନେଇ ଗୋପରେ ରଖିଲେ ଆଜ୍ଞା କିଏ କୋଉଠି କେତେ ଦିନ ରହିଲା ସେ କଥାରେ ବି ସୁନ୍ଦର ଭାବରେ କଥା ଆଜ୍ଞା କହିଦଉଛି ଯେ ଯେତେବେଳେ ଭଗବାନ କୃଷ୍ଣ ଆଜ୍ଞା ଗୋପରେ ରହିଲେ 11 ବର୍ଷ 6 ମାସ 15 ଦିନ ଆଉ 13 ମାସ 13 ବର୍ଷ 6 ମାସ 15 ଦିନ ରହିଲେ ବ୍ରଜପୁରରେ। ଇଏ ଗଲା 25 ବର୍ଷ ଭଗବାନ କୃଷ୍ଣଙ୍କର ଆୟୁଷ ହେଲା 125 ବର୍ଷ ଆଉ 100 ବର୍ଷ ରହିଲେ ଦ୍ୱାରକାରେ ଆଜ୍ଞା। ତେଣୁ 125 ଇଏ ଗୋପ ଆଉ ମଥୁରାରେ 25 ବର୍ଷ କଟିଗଲେ ଆଉ 100 ବର୍ଷ ଦ୍ୱାରକାରେ କଟିଲା। ତେଣୁ ଆଧାର କାର୍ଡଟା କୋଉଠି ହବ ଆଜ୍ଞା 18 ବର୍ଷ ନହେଲେ ଆଧାର କାର୍ଡ ହଉଛି କି ଦେଖି କହିଲେ 18 ବର୍ଷ ନହେଲେ ଆଧାର କାର୍ଡ ହଉଛି। ତେଣୁ ଇଏ ଗଲା ପରେ ଆଧାର କାର୍ଡ ଯୋଉଠି ଅଧିକାଂଶ ଦିନ ରହିଲେ ସେଇଠୁ ଆଧାର କାର୍ଡ ଆଣିବା ନା ଉତ୍କଳ ଚାଲୁ। অষ্টম সুত
লক্ষ্য করন্তু যেতেবেলে চন্দন যাত্রা করুଥିଲେ কিଏ না অষ্টমবলଙ୍କର পুত্র মানে হଂସକ ডিম্বକ এই সময় আজ্ঞা কোন হলা না ইয়ে ପୂର୍ବରୁ ତ କଂସକୁ ମାରି ଦେଇଥିଲେ ଯେତେବେଳେ ହଂସ କଟିବକ ଯାଇ ଜରାସନ୍ଧକୁ କହିଲେ ଜରାସନ୍ଧ ଭାରିଦେଲା ଅଷ୍ଟମଲଙ୍କର ସୁତମାନେ ଯେତେବେଳେ ଚନ୍ଦନ ଯାତ୍ରା କହିଲେ ଆଜି ଗୋଟେ କାମ କରିବା ଏଇନା ପରେ ନେଇକି କୃଷ୍ଣ ବଳରାମଙ୍କୁ ଡଙ୍ଗାରୁ ପେଲିଦେବା ତେଣୁ ଆଜ୍ଞା ଯେ ଜନ ପାଞ୍ଚେ ପରମନ୍ଦ ତାମନ୍ଦ ପାଞ୍ଚନ୍ତି ଗୋବିନ୍ଦ ତେଣୁ ଇଏ ଯେତେବେଳେ ହଂସ କଟିବକକୁ ଡଙ୍ଗାରେ ବୁଡେଇକି ମାରିଦେଲେ ତେଣୁ ଜରାସନ୍ଧ ରାଗରେ ଅଷ୍ଟାଦଶ ବାର ଧାରିଦେଲା ଗୋପ ଗୋପପୁରରେ ଯେତେବେଳେ ଧାରି ଦେଇଛି ତେଣୁ ଇଏ ଗୋପ ଛାଡିକି ପ୍ରଭୁ ପଳେଇଲେ ନାଇଁ ନାଇଁ ଗୋପରୁ ତ ଗଲେ ମଥୁରା ମଥୁରାରେ ଯେତେବେଳେ ରହିଲେ ସେଇ ସମୟରେ ଅଷ୍ଟମଲର ସୂତ୍ର ମାନେ କୋଉଠି ଥିଲା କି ମଥୁରାରେ ଥିଲେ ନା ତେଣୁ ଏମାନେ ଚିନ୍ତା କଲେ କୃଷ୍ଣକୁ ମାରିବା ପାଇଁ ତେଣୁ ଭଗବାନ କୃଷ୍ଣ ଏ ଅଷ୍ଟମଲର ପୁଅରାକୁ ସବୁ ନା ବକେଳି କରିବା ପାଇଁ ଯମୁନାରେ ଡଙ୍ଗା ଭିତରେ ନେଇଗଲେ କୃଷ୍ଣ ବଳରାମକୁ ବୁଡେଇକି ମାରିବେ ବୋଲି ତେଣୁ ଯେ ଜନ ପାଞ୍ଚେ ପରମଦ ତାମଦ ପାର୍ବତୀ ଗୋବିନ୍ଦ ଡଙ୍ଗାଟାକୁ ଭଗବାନ ପଲଟେଇ ଦେଲେ ସେମାନେ ବୁଡିକି ମରିଗଲେ ଏ କଥାଟା ଯେତେବେଳେ ଜାଣିଲା ଜରାସନ୍ଧ କହିଲା ଶଳା ମୋ ନାତି ଆଉ ସମସ୍ତେ ଗଲେ ତେଣୁ ସେ ଆଜ୍ଞା ଗୋପରେ ଯେତେବେଳେ ଧାରି ଦେଇଛି ଅଷ୍ଟାଦଶ ବାର ତେଣୁ ଭଗବାନ କୃଷ୍ଣ ସେ ଧାରି ଦ୍ୱାରା ଯେତେବେଳେ ଅଗ୍ନିଗିରିରେ ଅଗ୍ନି ଲଗାଇଲେ ସେତେବେଳେ ଇଏ ପାହାଡ ଉପରୁ ଯୋଉ ଡେଇଁଗଲେ ଯାଇ ଦ୍ୱାରକାରେ ଅବସ୍ଥିତ ହେଲେ ଦ୍ୱାରକାରେ ଆଜ୍ଞା ରହିଲେ 100 ବର୍ଷ ସୁନ୍ଦର ପ୍ରମାଣଟିଏ ଦେବା ଯେ ଆଜ୍ଞା ପ୍ରକୃତରେ କୃଷ୍ଣ ହେଉଛନ୍ତି କାହାର ବହି ହେଲା ଆଜ୍ଞା ଶ୍ରୀକୃଷ୍ଣ କଥାମୃତ ଯେ ଭଗବାନ କୃଷ୍ଣ କାହାର অষ্টপাত মহর্ষি 8 গোপর গোপী সংখ্যা হল 16,108 নারকাসুর পাখরু যে কন্যা আনিলে তেণু ভগবানଙ୍କର পত্নী সংখ্যা হল 16,108 আজ্ঞা এতে পত্নী থিলে বি মধ্য ভগবান কৃষ্ণ এমানকু ঠারে মন ন দেই খালি বারম্বার রাধা কথা ভাবুথাନ୍ତି তেণু অষ্টপাত মহর্ষি মানে চিন্তা কলে যে রাধা কিয়ে কেমিতি জনে যে যাহাকি এতে পত্নী মানকু ছাড়ি কৃষ্ণ তাঙ্ক কথা চিন্তা করুଛନ୍ତି তেণু আজ্ঞা প্রমাণ করে ଦେଇଛନ୍ତି যে রাধা কিয়ে আর কেমিতি দেখিবা পাই অষ্টপাত মহর্ষিଙ୍କର মন ভিতরে আনন্দিত লাগিলা ভগবান কৃষ্ণ কহিলে মো রাধা এমিতি নহ সে প্রত্যেক দিন খাই সারা পরে গোটে ক্ষীর গ্লাসটে পিয়ନ୍ତି তেণু এମାନେ ଆଜ୍ଞା ସମସ୍ତେ ଅଷ୍ଟପାତ
महर्षि माने परीक्षा करिवे बोली राधा को कहले कहले हां तुम राधा एमती क्षीर पिउजंती समझने तेणु आज्ञा ए गोपी माने कोन कले से क्षीरडा को अत्यंत अधिक गरम करिके जेते बेले देले ये सिनागा राधा को कक्ष को क्षीरडा नेकी देले किंतु राधा जेते बेले आज्ञा गरम क्षीरडा पिउजंती भगवान कृष्ण को गुड़रे फटका हला तेणु एमाने जेते बेले राधा को क्षीर देके आसी के पचरले पद सेवा जेते कले के प्रभु तुम गुड़टा के फोटका कहीं कही तेणु भगवान कृष्ण कहले कहले अरे तमे जो गरम क्षीर लेके राधा को खाइबा पाई देइछो सेथि जोगु मोर ए अवस्था तेणु सेई दिन ठारू जानिले जे अष्टपाट महर्षि बा 16108 पत्नी जानिले जे ए कृष्ण आमर कृष्ण हेउछंती राधांकर तेणु राधे तुम करी मुंचौ नीलवसन प्रारी हो नाव मम बात बारिद संभ्रमात जदि बहे मग्ना भवे नरियु अहं शुभ्र शुक्ल वस्त्र परिधामी अदे तबे दबपु श्याम श्याम नवीन नीरवसम तग्रही समाचार्यतो आज्ञा मु पद कहिबी सर हां सुनो आज्ञा लक्ष्य करन कथा टिके कहू सर खाली गुटे पद कहि दिया तुम कहबो हां कोन तुम पाई पड़िबो ने तुमटे शेष करबा जहा रहला प्रिंट करी ने देखला लामिनेशन कले न कले बसे रखि दिबा नाइ मोर कहबा कथा कोन होला की मोटा मोटी भाबरे सार जिलाके गले बारी भागी आबो हमरो से मोटा मोटी भाबरे कहउजंती जे बेसी समय जोड़े रहिसंती हेटा ही प्रिंट एड्रेस मु सीधा आज्ञा काटिबी ना हां सेई कथाटा हम कहली लक्ष्य करी हमर सजन वर्गे ओडिसा रे बांग्लादेशी माने आसी रहउथिले वर्तमान जो बीजेपी सरकार शासन भार को आसिले आज्ञा जे बाहर आसी रही जी बहुत दिन हेला मान 30 40 वर्ष 50 वर्ष पूर्व जो आसी ताकर थिले ताकर आधार कार्ड भी हेइदिला किंतु धरा पड़िले खाद्यान्न कागज पत्र तोड़ा खाई गले जदि भगवान कृष्णंकर 125 वर्ष आयुष ताले 25 वर्ष से मथुरा कपड़े डिस्काउंट कर देजोनी 100 वर्ष रहिले ओढे ने द्वारका कृष्णंकर द्वारकाटा कोन निज जगह की कृष्ण पुरा निमाटियाटा पर जगार शशुर हर जगार घर करी जदि कहबो एडा मो गां आज्ञा मो घर होती कानसर मु जदि आगे कहबी जगन्नाथ पुरा मोर 50 वर्ष रहिला परे भी आज्ञा ग्रहणीय नुह 18 वर्ष कथाड़ा एई भारत स्वाधीन भारत भितर 18 वर्ष लागू हेले आधार कार्ड ना हबो बिली कुहा जाय आ गुरु रखिला तो तेन करी देखंतु आज्ञा मु पद कथा कहूजी भगवान कृष्ण कार द्वारका रे भगवान रहिले भी मत द्वारका तो निज जगह न हो तकर कोड आसीओ सबुरी संगे संग होई तारी संगे नामी सोई मथुराटा क्या हबनी जे कहला मातृभाषा मातृभाषा रे ममता जाहुदे जनमी नाही ताकु जावे ज्ञानी गणरे गणिबा अज्ञानी रहिबे काहे
କହିଲି ଦ୍ୱାରକାଟା ତାଙ୍କର ନୁହଁ, ଦ୍ୱାରକାର କସ୍ତୁରୀ ତଳେ ଆଧାର କାର୍ଡ ତାଙ୍କର ହେଇପାରିବ ନାହିଁ। ଆଜ୍ଞା ମୁଁ ଖାଲି ଗୋଟେ ପଦ ଆଜ୍ଞା ଭାଗବତରୁ କହିବି ଯେ ଆଜ୍ଞା ବାବୁ ଆମର ଯୋଉ କହିଲେ ଯେ ସେ ଘର ଭଳିଆ ଆଜ୍ଞା ଯିଏ ଘର ଭଳିଆ ହେଇଗଲା ତା ଶ୍ୱଶୁର ଘର ବୋଧେ କିଛି ନାହିଁ, ତେଣୁ ଯଦି କିଛି ସନ୍ତାନ ସନ୍ତତି ନଥିବେ ଘର ଜଣିଆ ହେଇଯାଇଛି, ତେଣୁ ଘର ଜଣିଆ ହେଇଗଲେ ବି ଶ୍ୱଶୁର ଧନଟା ତାର ନା, କାରଣ ପତ୍ନୀର କାରଣ ବେନି ଅଙ୍ଗ ଆଜ୍ଞା ଅଲଗା ନୁହଁ, ତେଣୁ ଲକ୍ଷ୍ୟ କରନ୍ତୁ ଆଜ୍ଞା ଯେ ଜଳେ ଦ୍ୱାରକା ନାଶ ଯିବ ମୋର ନିବାସ ମାତ୍ର ଥିବ, ତେଣୁ ଭଗବାନ ଏ କୃଷ୍ଣଟା କଥାଟା ଯେତେବେଳେ ଉଦ୍ଧବକୁ କହିଲେ ଯେ ଜଳରେ ଦ୍ୱାରକାଟା ନାଶ ଯାଉ କିନ୍ତୁ ମୋ ନିବାସଟା ସଦା ସର୍ବଦା ଥିବ, ତେଣୁ ଆଜ୍ଞା ଯଦି ଜଣେ ଲୋକ ସଦା ସର୍ବଦା ହେଇଠି ରହିଲା ସେଇଟା ତାର ଆଧାର କାର୍ଡ ସବୁ କିଛି ରହିବ କି ନାହିଁ। ହଉ ଶୁଣ ଶୁଣ ଦେଖ ମୁଁ ଗୋଟେ ସହଜ କଥାରେ ବୁଝାଉଛି ଗ୍ରାମାଞ୍ଚଳ ଭାଷାରେ, ବୁଝିପାରିଲେ କି ସାର୍ ଟିକେ ଧ୍ୟାନ ଦେବେ। ଆମର ଘନ ବାବୁ ହେଇଛି ଜଣଙ୍କର ମାଇନ୍ସରେ ଜମିଟା ପଳେଇଲା, ବୁଝିପାରିଲ ମାଇନ୍ସ ଭାଷାରେ ମୁଁ ବୁଝେଇ ଦଉଛି ତମକୁ। ମାଇନ୍ସରେ ଜମିଟା ପଳେଇଲେ ମୁଁ ହଉଛି ଜଣେ ମାଇନ୍ସର କର୍ମଚାରୀ, ବୁଝିପାରିଲ ନାହିଁ। ମୋ ଗାଁଟା ଥିଲା ରାକସ ବାହାଳ ପଳେଇ ଯାଇଛି, ଆଉ ଅଛି କି ମାଇନ୍ସରେ ପଳେଇ ଯାଇଛି। ମୋର ଗୋଟେ ଆଧାର କାର୍ଡ ଅଛି ନା ନାଇଁ ନା ବୋଲି ଭାବୁଛ? ଅଛି। ମୋ ଆଧାର କାର୍ଡଟା ଗଲା ପରେ ଗୋଟେ ନୂଆ ଆଡ୍ରେସ ହବ କି ହବନି? କିନ୍ତୁ ବାପାଙ୍କ ନାଁଟା ପରିବର୍ତ୍ତନ ହବ ହବ କି ହବନି। ତେଣୁ ଶ୍ରୀକୃଷ୍ଣଚନ୍ଦ୍ର ସନପ କିଏ? କୃଷ୍ଣଚନ୍ଦ୍ରଙ୍କ ବାପା ବସୁଦେବ। ବସୁଦେବ। ଏଇ ଯାକେ କଥା ସରିଲା। ବାକି ରହିଲା ତାଙ୍କ ଆଡ୍ରେସଟା ପ୍ରିଣ୍ଟ କରିବା ପାଇଁ। ମୁଁ ବର୍ତ୍ତମାନ ସର୍ବସ୍ୱାନ୍ତ ହେଲା ପରେ ବୋଲଣ୍ଡାରେ ଗୋଟେ କ୍ୱାର୍ଟରରେ ରହୁଛି, ଏଇଟା ହଉଛି ମୋର ଟେମ୍ପୋରାରୀ ଆଡ୍ରେସ, କିନ୍ତୁ ପରମାନେଣ୍ଟ ଆଡ୍ରେସ କେତେବେଳେ ହବ? ମତେ ଯୋଉ ଗୋଟେ ଏମସିଏଲ ମ୍ୟାନେଜମେଣ୍ଟ ଦେଇଛି ପ୍ଲଟଟା ସେଇଠି ଘର ହେଲା ପରେ ପ୍ରିଣ୍ଟ ହବ। ହବ କି ହବନି? ନା ହବନି? ହବ। ତେଣୁ ତାର ବି ଗୋଟେ ଆଧାର ଅଛି, ତାର ଗୋଟେ ବ୍ୟବସ୍ଥା ଅଛି, ବ୍ୟବସ୍ଥିତ ଢଙ୍ଗରେ ସେଇଠି ହବ। କଣ କହିଲା ସେଠି କେତେ ଦିନ ନିବାସ କଲେ ଆପଣମାନଙ୍କର ପରମାନେଣ୍ଟ ହେଇପାରିବ? ଜଣେ କହୁନି ଏ ଘର ଭଡା ଦେଇନି ରେ 3 ମାସ ରହିଲେ ଏକା ନେଇଯିବ ଦି ଘରଟି। ଏବେ କହୁଥିଲେ ଭାଗୁଆ ଜମି ଯିଏ 12 ବର୍ଷ ଧରିବ ନହେଲେ ସରକାର ତା ନାଁରେ କହିଦେବ। ତେଣୁ ଯାହା ବି ହଉ ପରିଶେଷରେ ଏତିକି କଥା, କୃଷ୍ଣଚନ୍ଦ୍ରଙ୍କର ଆଧାର କାର୍ଡଟା ଲିଙ୍କ କରିବା ଲାଗି ହେଲେ ସେ ଯୋଉଟେ ବେଶୀ ସମୟ ରହିଲେ ଲିଙ୍କ ହବ, ବ୍ୟବସ୍ଥିତ ଢଙ୍ଗରେ ହଉ ଅବ୍ୟବସ୍ଥା ଭିତରେ ହଉ ହବାଟା ହବ, କାରଣ ଏଇଟା ହଉଛି ସାଧାରଣ କଥା। ତାପରେ ଶାସ୍ତ୍ର କଥା ଯୋଉଟା କହିଲେ ଯେ ଜଳେ ଦ୍ୱାରିକା ନାଶ ଯିବ ମୋର ନିବାସ ମାତ୍ର ଥିବ। ଯାହା ହଉ ବହୁତ ବଢିଆ ସମୀକ୍ଷା ହେଲା। ହଉ ଆଜି ଖାଲି ତମେ ଯିବ ଯୁଗଳ ମୂର୍ତ୍ତିରେ ହେଲା, ଚାଲ ଆରମ୍ଭ କର।